ଆଜ୍ଞା ରୁହନ୍ତୁ 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 କୁଆଡେ ଯାଉଛନ୍ତି ପାର୍କ ଫାର୍କ ଆଡେ ଯାଉଛନ୍ତି କି? ହଁ ଯାଆନ୍ତୁ କିଛି ଅସୁବିଧା ନାହିଁ ଲୋକଙ୍କ ସରକାରରେ ପୁରା ସୁରକ୍ଷିତ ଆମେ ସବୁ ସାଧାରଣ ଜନତା ବୁଝିପାରୁଛନ୍ତି ପାର୍କ ଯାଆନ୍ତୁ ନହେଲେ କୋଉଠି ଫିଷ୍ଟ ଫିଷ୍ଟ କରନ୍ତୁ ନହେଲେ ସାଲେପୁର ଆଡେ ଯାଆନ୍ତୁ ଫିଷ୍ଟ ଫିଷ୍ଟ କର କିଛି ଅସୁବିଧା ନାହିଁ ଇଏ ଲୋକଙ୍କ ସରକାର ପୁରା ସୁରକ୍ଷା ଦେଇକି ଆମକୁ ରଖିଛନ୍ତି। କଣ କହିଲେ ସୁରକ୍ଷିତ ନାହାନ୍ତି? ଆପଣ ସୁରକ୍ଷିତ ନାହାନ୍ତି? ଆପଣ ଭୁଲ କଥା କହୁଛନ୍ତି ଆପଣ ସୁରକ୍ଷିତ ନାହାନ୍ତି ଆଜ୍ଞା ଆପଣ ମିଛ କହୁନାହାନ୍ତି କି? ସେଇଥିପାଇଁ ଆଉ ଆପଣ ପ୍ରଥମେ ମିଛ କହିବେ ମିଛ କହିଲେ ପୁରା ସୁରକ୍ଷିତ ଆଉ ଅନ୍ୟାୟକୁ ପ୍ରଶ୍ରୟ ଦେବେ ତାକୁ ଯଦି ଆପଣ ପ୍ରଶ୍ରୟ ଦେଇଦେବେ ଅନ୍ୟାୟକୁ ଆପଣ ପୁରା ସୁରକ୍ଷିତ। କଣ କହିଲେ ଭୁଲ ଭାଲିଆ କହୁଛି? ମୁଁ ଭୁଲ ଭାଲିଆ କହୁନି ଆଜ୍ଞା ଦେଖୁନାହାନ୍ତି ଯିଏ ଅନ୍ୟାୟର ସ୍ୱର ଉଠେଇବ ଯିଏ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠେଇବ ସିଏ କଣ ହଉଛନ୍ତି କହିଲେ କୋଉଠି ମାଡ଼ ଖାଉଛନ୍ତି କୋଉଠି ଜେଲ ଯାଉଛନ୍ତି କୋଉଠି ଆହୁରି କେତେ ହଇରାଣ ହରକତ ହଉଛନ୍ତି। କଣ କହିଲେ ଏକଥା ମୁଁ ନା 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 ମୁଁ କହୁନି ଆମର ଜଣେ ସରପଞ୍ଚ ଭଉଣୀ ଜଣେ ସିଏ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କଲେ ଆଉ ତାଙ୍କୁ କୋଉ ଭଳିଆ ଧମକଉଛନ୍ତି ଚମକଉଛନ୍ତି ଆଉ କଣ କଣ ସବୁ କରୁଛନ୍ତି এই ভিডিওটাକୁ ଟିକେ ଦେଖିନିଅ। ନମସ୍କାର, ମୁଁ ଚାମେଲି ଓଝା, ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ। 2 ଦିନ ତଳେ ଯୋଉ ଘଟଣା ହେଇଥିଲା, ଯୋଉ ଆଡିସନାଲ ତହସିଲଦାର ଆରଆଇ ଆସିଥିଲେ ଗୋଟେ ଜବରଦଖଲ ଉଚ୍ଛେଦ ପାଇଁ, ତାକୁ ମୁଁ ଏବଂ ମୋ ଗ୍ରାମବାସୀ ମାନେ ତୀବ୍ର ବିରୋଧ କରିଥିଲୁ। କାହିଁକି ନା ଏଠି ଅନ୍ୟାୟ ଚାଲିଥିଲା, ଗୋଟେ ଘରକୁ ପର୍ଟିକୁଲାର ଟାର୍ଗେଟ କରାଯାଉଥିଲା, ଯାହା ଫଳରେ ମୁଁ ପ୍ରଶାସନ ଏଗେନ୍ଷ୍ଟରେ ବହୁତ କିଛି କହିଛି। ଆଉ 2 ଦିନ ହେଇଗଲାଣି ଏ ଘଟଣାକୁ, 2 ଦିନ ମଧ୍ୟରେ ବୋଧେ ମତେ 5 ରୁ 7ଟି କଲ୍ ଆସି ସାରିଲାଣି। ଆଉ ଏ ଭିଡିଓ ମାଧ୍ୟମରେ ମୁଁ ଆପଣ ମାନଙ୍କୁ କହିବାକୁ ଚାହୁଁଛି ଯେ ମତେ ଧମକ ଚମକ ଦିଆ ହଉଛି, ମୋ ବାପାଙ୍କୁ ମତେ ଆରେଷ୍ଟ କରିବା ପାଇଁ ଏବଂ ଜୀବନରୁ ମାରିଦେବା ପାଇଁ ବି ଧମକ ଦିଆ ହଉଛି। ତ ସେଥିପାଇଁ ମୁଁ ଏ ଭିଡିଓଟା ବନଉଛି। ଯଦି ବି କାଲି ସକାଳେ ମୋର କିଛି ହେଇଯାଏ କି ମତେ କିଛି କ୍ଷତି ପହଞ୍ଚାନ୍ତି ତ ଆପଣ ମାନେ ନିଶ୍ଚିତ ଭାବରେ ମୋ ସାଙ୍ଗରେ ରହିବେ, ନିଶ୍ଚିତ ମାନେ ବିଚାର କରିବେ। ଆଜ୍ଞା ଦେଖିଲେ ତ ଏଇ ଭଉଣୀ ଜଣଙ୍କ ଯଦି ବିରୋଧ ନ କରିଥାନ୍ତେ ତାଙ୍କୁ କଣ ଏଇଭଳିଆ ଧମକ ଚମକ ମିଳିଥାନ୍ତା? ଏଇ ଭଉଣୀ ଜଣଙ୍କ ପ୍ରତିବାଦ କରିବାରୁ ତାଙ୍କ ବାପାଙ୍କୁ ଆଉ ତାଙ୍କୁ ଧମକ ଚମକ ଦୁନିଆ ମିଳୁଛି। ଇଏ ଜଣେ ସରପଞ୍ଚ ଆଜ୍ଞା ଆଜ୍ଞା ଯୋଉଠି ଜଣେ ସରପଞ୍ଚ ଅନ୍ୟାୟ ବିରୁଦ୍ଧରେ ଲଢିଲେ ତାଙ୍କୁ ଏଇଭଳି ଧମକ ଚମକ ମିଳୁଛି ତାହେଲେ ସାଧାରଣ ଜନତାଟିଏ କଣ କରିବ? ତେଣୁକରି ସବକା ସାଥ ସବକା ବିକାଶ ଇଏ ହଉଛନ୍ତି ଲୋକଙ୍କ ସରକାର। କାନ ଦିଅ ମନ ଦିଅ ଧ୍ୟାନ ଦିଅ। ମୋହନ ବାବୁ ଆପଣ ଟିକେ ନିହାତି ଏ ଭଉଣୀ କଥା ଶୁଣିବେ, ବୁଝିପାରୁଛନ୍ତି? ଆପଣ କାହିଁକି ନା ଆପଣ ତ ଲୋକଙ୍କ ସରକାର, ଲୋକଙ୍କ କଥା ସବୁ ବୁଝିକି ପୁରା ଛତ୍ରଫାଳ କରିସାରିଲେଣି ଆମେ ଜାଣୁଛୁ, ବୁଝିପାରିଲେନି? ଆଉ ମହିଳା ମାନଙ୍କୁ ତ ଲକ୍ଷପତି ଫକ୍ଷପତି କରିଦେଇଛି କିନ୍ତୁ ଏଇ ଭଉଣୀ କଥା ଟିକେ ବୁଝିବେ, ବୁଝିଲା?